ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ବୈଠକ କୁତ୍ରା ବ୍ଲକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ରାଜ୍ୟ ଆବାହକ ରାମଲାଲ ପଟେଲ ଉପସ୍ଥିତ ଥିଲେ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ମହାସଂଘର ଆବାହକ ଅତେଶ୍ୱର ଶେଖର ଦେଉ, ବରିଷ୍ଠ ଶିକ୍ଷକ ନେତା ଦିଗମ୍ବର ପଟେଲ, ବିଜୟ ନାୟକ, ତୃପ୍ତିମୟୀ ନାୟକ, ଲକ୍ଷ୍ମଣ ପଟେଲ, ସୁରେନ୍ଦ୍ର ରାଉତ, ଅର୍ଜୁନ ରୋହିଦାସ, ସୁଶୀଲ ପ୍ରୋସେଟ, କ୍ଷିତୀଶ ଷଣ୍ଢ, ଅଲେଖ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକମାନଙ୍କର ମୁଖ୍ୟ ଦାବି ଯେଉଁ ଦୁଇଟା ରହିଛି। ପ୍ରଥମ ଦାବି ହେଉଛି ଶିକ୍ଷକମାନଙ୍କର ଠିକା ଅବଧିକୁ ଯୋଗ କରି 6 ଏବଂ 8ଟି ନ୍ୟାସନାଲ ରିକ୍ରୁଟମେଣ୍ଟ ପ୍ରଦାନ କରିବା ଏବଂ ଦ୍ୱିତୀୟ ହେଉଛି ପ୍ରାଥମିକ ଶିକ୍ଷକମାନଙ୍କୁ ପଦକୁ ଉନ୍ନୀତ କରାଯାଇ 4200 ଗ୍ରେଡ୍ ପେ ପ୍ରଦାନ କରିବା। ଏହି ଦାବି ଆସନ୍ତା 5 ତାରିଖ ମଧ୍ୟରେ ଯଦି ପୂରଣ ନ ହୁଏ ତାହେଲେ ଡିସେମ୍ବର 5 ତାରିଖରୁ ଓଡ଼ିଶାର ସମସ୍ତ ପ୍ରାଥମିକ ଶିକ୍ଷକ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ରାଜ୍ୟ ଶିକ୍ଷକ ମହାସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷକ ସେଥିରେ ସାମିଲ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସନ୍ତାକାଲି 1 ତାରିଖ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।